ପରିସ୍ଥିତି ଏମାନଙ୍କୁ ଦୂରେଇ ଦେଇଥିଲା। ଆଖି ଲୁହରେ ଭିଜୁଥିଲା, ଓଠ ଥରି ଯାଉଥିଲା, ଆଉ କଥା କହିଲା ବେଳେ କଣ୍ଠଟା ବାଷ୍ପରୁଦ୍ଧ ହୋଇଯାଉଥିଲା। ନା ସେ ନିଜ ଦୋଷ ଦେଉଥିଲା, ନା ପରିସ୍ଥିତିରେ ପଡ଼ି ଦୂରେଇ ଯାଇଥିବା ମନର ମଣିଷର ଦୋଷ ଦେବାକୁ ଚାହୁଁଥିଲା, ନା ପରିବାରଙ୍କ ଦୋଷ ଦେଉଥିଲା। ଏଇଟା ଏମିତି ଏକ ପବିତ୍ର ପ୍ରେମ ଥିଲା, ଯେଉଁ ପ୍ରେମ ପାଇଁ ସବୁ ପ୍ରକାର ଚେଷ୍ଟା ପରେ ବି ସଫଳ ହେବାର ଆଶା ତାକୁ ଦେଖାଯାଉନଥିଲା। ଅନେକ ଘାତ ପ୍ରତିଘାତକୁ ସାମ୍ନା କରି କରି ସଂଘର୍ଷର ଶେଷ ସୀମା ପାରି କରି ସାରିବା ପରେ ବି ଆମେ ଏକାଠି ହେବା ଯେମିତି ସମ୍ଭବ ନଥିଲା। ଗୋଟେ ପଟେ ପରିବାରର ବିରୋଧ, ଆଉ ଗୋଟେ ପଟେ ପ୍ରଥମ ପ୍ରେମକୁ ହରାଇବାର ସେ ଡର ମୋତେ ଭାରି କଷ୍ଟ ଦେଉଥିଲା ପ୍ରତାପ ଭାଇ। ସେ କଷ୍ଟ ଯନ୍ତ୍ରଣାକୁ ସହି ମୋ ଜୀବନରେ ଆଗକୁ ବଢ଼ିବା ଏତେ ସହଜ ନଥିଲା ଭାଇ। ଏ କାହାଣୀ ଏମିତି ଏକ ହୃଦୟ ବେଦାର କାହାଣୀ ଥିଲା, ଯେଉଁ କାହାଣୀ କେବଳ କଷ୍ଟ ଯନ୍ତ୍ରଣା ଛଡ଼ା ଆଉ ଯେମିତି କିଛି ଦେବାର ନଥିଲା। ପିଲାବେଳୁ ସାଥୀ ହୋଇ ପାଠ ପଢ଼ୁଥିବା ଦୀପ୍ତି ଆଉ ସୁଜିତର ବନ୍ଧୁତା 2021 ମସିହାରେ ପ୍ରେମରେ ପରିଣତ ହୋଇଯାଇଥିଲା। ଏ ପ୍ରେମ ଯେ ଉଭୟଙ୍କୁ ଦିନେ ଏତେ ଯନ୍ତ୍ରଣା ଦେବ, ସେ କଥା ଏମାନଙ୍କ ସ୍ୱପ୍ନ ବାହାରେ ଥିଲା। 2021ରୁ 2023 ବେଶ୍ ଖୁସି ମଜା କରିଥିବା ପ୍ରେମୀ ଯୁଗଳ ସୁଜି ଆଉ ଦୀପ୍ତିଙ୍କୁ 2023ରୁ ଆରମ୍ଭ ହୁଏ ଅସଲ ସଂଘର୍ଷ। ସେ ସଂଘର୍ଷ ଆଉ କିଛି ନଥିଲା ଆଜ୍ଞା, ଉଭୟଙ୍କୁ ପାଇବାର ସେ ସଂଘର୍ଷ ଥିଲା। ଆଉ ଉଭୟଙ୍କୁ ଏକାଠି କରିବାରେ ପ୍ରତିବନ୍ଧକ ଥିଲା ଏହି ଉଚ୍ଚ ନିଚର ଜାତି ପ୍ରଥାଟା। ପ୍ରେମିକ ସୁଜି ଉଚ୍ଚ ଜାତିର ଥିଲା, ଆଉ ପ୍ରେମିକା ଦୀପ୍ତି ନିଚ ଜାତିର ଥିଲା। ଉଭୟଙ୍କର ଥିଲା ସେଇଟା ପ୍ରଥମ ପ୍ରେମ, ଆଉ ସେଇ ପ୍ରେମଟା କେବଳ ସଚ୍ଚା ଥିଲା। ନା ଥିଲା ଛଳନା, ନା କେହି କାହାକୁ ଛାଡ଼ି ରହିବା ସମ୍ଭବ ଥିଲା। ୟା ଭିତରେ ଦୀପ୍ତି ପାଇଁ ବାହାଘର ପ୍ରସ୍ତାବ ଆସେ, ଆଉ ଦୀପ୍ତି ପରିବାର ପାଖରେ ନିଜ ପ୍ରେମ କଥା କହିବା ପରେ ଆରମ୍ଭ ହୁଏ ବିବାଦ। ସେପଟେ ଦୀପ୍ତିକୁ ହରାଇବା ଡରରେ ସୁଜି ବି ତାଙ୍କ ଘରେ ସବୁ କଥା କୁହେ। ହେଲେ ଉଭୟଙ୍କ ପରିବାର ଏଥିରେ ସହମତ ନ ହେବା ଏମାନଙ୍କ ପ୍ରେମରେ ଏକ ନୂଆ ସଂଘର୍ଷ ଆରମ୍ଭ ହୁଏ। ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଦୁଇ ପ୍ରେମ ପକ୍ଷୀ କ'ଣ କରିବେ କିଛି ଭାବିବା ପୂର୍ବରୁ ଦୀପ୍ତିର ପରିବାର ଲୋକେ ଦୀପ୍ତିର ଏନଗେଜମେଣ୍ଟ ଆଉ ଜଣଙ୍କ ସହ କରିଦିଅନ୍ତି। ଏକଥା ଜାଣିବା ପରେ ପ୍ରେମିକ ସୁଜି ବି ଧୈର୍ଯ୍ୟ ହରାଇ ପଡ଼େ। ପ୍ରେମିକା ଦୀପ୍ତିର ପରିବାର ଲୋକଙ୍କ ଗୋଡ଼ ତଳେ ପଡ଼େ ସୁଜି। ଦୀପ୍ତିକୁ ପାଇବାକୁ ଅନେକ ନେହୁରା ହୁଏ, କିନ୍ତୁ ସେମାନେ କେହି ମାନନ୍ତିନି। ଶେଷରେ ପ୍ରେମିକ ସୁଜି ଏମିତି ହେବା ଦେଖି ଦୀପ୍ତି ଟିକେ କଠୋର ହୁଏ, ଆଉ ଏନଗେଜମେଣ୍ଟ ବି ଭାଙ୍ଗିଦିଏ। ପୁଣି ଥରେ ଉଭୟଙ୍କୁ ପାଇବାକୁ ସଂଘର୍ଷ କରିବା ଆରମ୍ଭ କରନ୍ତି, କିନ୍ତୁ କିଛି ଲାଭ ହୁଏନି ଆଜ୍ଞା, କାରଣ ଉଭୟଙ୍କ ପରିବାର ତାଙ୍କ ଜିଦ୍ରେ ଅଟଳ ରୁହନ୍ତି। ପ୍ରେମିକ ସୁଜି ବାପା ମାଙ୍କର ଗୋଟେ ବୋଲି ପୁଅ ଥିଲା, ଆଉ ଏପଟେ ଦୀପ୍ତି ବାପା ମାଙ୍କର ସାନ ଝିଅ ଥିଲା, ଆଉ ଦୀପ୍ତିର କୌଣସି ଭାଇ ବି ନଥିଲା। ତେଣୁ ଉଭୟ ପରିବାରଙ୍କ ମନରେ ଦୁଃଖ ଦେଇ ଏକାଠି ହେବାକୁ ସେମାନେ ଚାହୁଁନଥିଲେ, ଆଉ ଏପଟେ ପରିବାର ବି ମାନିବାକୁ ପ୍ରସ୍ତୁତ ନଥିଲେ ବି ଶେଷରେ ଉଭୟ ନିଜ ପ୍ରଥମ ପ୍ରେମକୁ ହରାଇବା ନିଶ୍ଚିତ ବୋଲି ଭାବି ନେଇ ଉଭୟଙ୍କଠୁ ଦୂରତା ବଢ଼ାଇବା ଆରମ୍ଭ ତ କରିଦେଇଥିଲେ। ହେଲେ ସେ ଦୂରତା ଖାଲି ନାଁକୁ ମାତ୍ର ଥିଲା, କିନ୍ତୁ ଉଭୟଙ୍କ ମନ ଭିତରେ ଥିଲା ସେଇ ଭଲ ପାଇବା, ଯେଉଁ ଭଲ ପାଇବାକୁ ଭୁଲିବା ଭାରି କଷ୍ଟକର ଥିଲା। ଆଜି ବି ହୃଦୟ ଭିତରେ ସବୁ ନିଶ୍ୱାସ ଆଉ ପ୍ରଶ୍ୱାସ ଭିତରେ ଉଭୟଙ୍କ ପାଇଁ ସେଇ ଧଡ଼ଧଡ଼ ଥିଲା, ଯେଉଁ ଧଡ଼ଧଡ଼ ଉଭୟଙ୍କ ବିଚ୍ଛେଦ ପରେ ବନ୍ଦ ହୋଇଯିବାର ସମ୍ଭାବନା ଥିଲା। ହେଲେ ରାସ୍ତା କିଛି ନଥିଲା, କାହିଁକିନା ଏମାନଙ୍କୁ ଭୁଲ କାମ କରିବାର ନଥିଲା। ଏମାନେ ପରିବାରର ସହମତି ବିନା ଆଗକୁ ବଢ଼ିବା ସମ୍ଭବ ନଥିଲା। ହେଲେ ଏମାନଙ୍କ ପ୍ରେମ ପୁରା ପବିତ୍ର ଥିଲା। କେବେ ହୋଟେଲ ଯାଇ ସାଥିରେ ରାତି କାଟି ନାହାନ୍ତି, ଘରେ ମିଛ କହି ସାଥୀ ହେଇ ପୁରୀ କି ବାଲେଶ୍ୱର ବୁଲିବାକୁ ଯାଇନାହାନ୍ତି। ଏମାନେ ଚାହିଁଥିଲେ ଅନ୍ୟ ପ୍ରେମିକ ଆଉ ପ୍ରେମିକାମାନଙ୍କ ଭଳି ଘରୁ ମିଛ କହି ହୋଟେଲରେ ରାତି କାଟି ପାରିଥାନ୍ତେ, କିନ୍ତୁ ଏମାନେ ସଚ୍ଚୋଟ ପ୍ରେମର ରାସ୍ତାକୁ ଆପଣେଇଛନ୍ତି। ଏମାନେ ପ୍ରେମକୁ ପବିତ୍ର ବୋଲି ଭାବିଛନ୍ତି, ଆଉ ଏମାନେ ପରିବାରର ବିନା ସହମତିରେ ବାହା ହେଇ ଅଭିଶାପ ମୁଣ୍ଡେଇବାକୁ ଇଚ୍ଛା ପ୍ରକାଶ ବି କରୁନାହାନ୍ତି। ତଥାପି ଏହି ପବିତ୍ର ପ୍ରେମକୁ ଏକାଠି କରିବାକୁ ପରିବାର ଲୋକେ ବାଧକ ସାଜୁଛନ୍ତି। ହେଲେ ମୁଁ କହିବି, ଏଥିରେ ପରିବାର ଲୋକଙ୍କର ବି କିଛି ଦୋଷ ନାହିଁ ଆଜ୍ଞା, କାହିଁକିନା ଜଣେ ବାପା ଜାଣିଛି ନିଚ ଜାତିର ଝିଅକୁ ବୋହୂ କରି ଆଣିଲେ ଏ ସମାଜ ପାଇଁ ତାକୁ କେତେ ନିର୍ଯାତନା ସହିବାକୁ ପଡ଼ିବ, ଏ ଲୋକମାନଙ୍କ ମୁହଁରୁ କେତେ କଥା ଶୁଣିବାକୁ ପଡ଼ିବ। ପରିବାର ଲୋକଙ୍କର ଇଚ୍ଛା ଥିଲେ ବି ଏ ସମାଜର ଭୟ ପାଇଁ ବେଳେବେଳେ ପଛକୁ ହଟିବାକୁ ପଡ଼େ ଆଜ୍ଞା। ସତ କହିଲେ, ଏହି ଦୁଇ ପ୍ରେମ ପକ୍ଷୀଙ୍କୁ ଏକାଠି କରିବାକୁ କିଏ ବାଧକ ସାଜିଥିଲା? ପ୍ରେମ କରୁଥିବା ପ୍ରେମୀ ଯୁଗଳଙ୍କ ପ୍ରେମ ତ ପବିତ୍ର ଥିଲା, ଆଉ ମୁଁ କହିବି ଏଠି ବାପା ମାଙ୍କର କିଛି ବି ଭୁଲ ନଥିଲା। ଏଭଳି ପ୍ରେମକୁ ଏକାଠି କରିବା ପାଇଁ କେବଳ ଏ ସମାଜ ବାଧକ ଥିଲା, ନା ଆଉ କିଛି ରାସ୍ତା ଥିଲା? କମେଣ୍ଟ କରି ନିଶ୍ଚିତ ଜଣେଇବା ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।